प्रेस लॉर्ड समस्त स्वागत करछे लिविंग गॉड चैनल रे। प्रिय भाई और भौणी माने आसंतु आमे आज पढ़िबा जहाँकि प्रकाशित वाक्य आउ दुई अध्याय तार 18 पद आम पढ़िबा जहाँकि तुयतीरा मंडली निकटକୁ ଲେଖୁଛନ୍ତି ଜହନ। ତୁୟତୀରା मंडली ର ଦୂତ ନିକଟକୁ ଲେଖ, ଈଶ୍ୱରଙ୍କ ଯେଉଁ ପୁତ୍ରଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜଳ ପିତ୍ତଳ ତୁଲ୍ୟ ସେ ଏହା କହନ୍ତି ଦେଖନ୍ତୁ 19 ପଦରେ, ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭର ବର୍ତ୍ତମାନ କର୍ମ, ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ ଏହା ମଧ୍ୟ ଜାଣୁ। ଦେଖନ୍ତୁ ସେ କହୁଛନ୍ତି କର୍ମ, ପ୍ରେମ, ବିଶ୍ୱାସ, ସେବା, ଧୈର୍ଯ୍ୟ ଜାଣୁ। ଦେଖନ୍ତୁ ଏ ବର୍ତ୍ତମାନ ସମୟରେ ଯେମିତି ଚାଲିଛି ଆଉ ପୂର୍ବରେ ମଧ୍ୟ ଯେମିତି ଚାଲିଥିଲା ତାହା ମଧ୍ୟ ସେ ସବୁ ଜାଣୁଛନ୍ତି। ପ୍ରିୟ ଲୋକମାନେ ଦେଖନ୍ତୁ ଆପଣମାନେ କେମିତି ବିଶ୍ୱାସ କରୁଛନ୍ତି ଆଉ କେମିତି ସେବା କରୁଛନ୍ତି, କେମିତି ଆଉ ପ୍ରେମ କରୁଛନ୍ତି ଆଉ କେମିତି ଧୈର୍ଯ୍ୟରେ ଅଛନ୍ତି। ଏଇ ବାକ୍ୟ ସ୍ପଷ୍ଟ ରୂପେ କହୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ ଦେଖନ୍ତୁ, ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭର ବର୍ତ୍ତମାନ କର୍ମ, ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ ଏହା ମଧ୍ୟ ଜାଣୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଜେଜେବୁଲ ନାମୀ ଯେଉଁ ନାରୀ ଆପଣାକୁ ମାଓବାଦିନୀ ବୋଲି କହି ମୋହର ଦାସମାନଙ୍କୁ ବେଶ୍ୟାଗମନ ଓ ଦେହ ପ୍ରସାଦ ବର୍ଜନ କରିବାକୁ ଶିକ୍ଷା ଦେଇ ବୁଲାଇଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ। ଜେଜେବୁଲ ରାଣୀ ଥିଲା ଯେତେବେଳେ କି ଏଲିୟଙ୍କ ସମୟରେ ଜେଜେବୁଲ ରାଣୀ ଗୋଟେ ଥିଲା। ଆଉ ସେଇ ଜେଜେବୁଲ ବହୁତ କରାପ୍ଟେଡ୍ ଥିଲା। ଆଉ ତାହାକୁ ଏଇଠି କହୁଅଛନ୍ତି ଯୀଶୁଖ୍ରୀଷ୍ଟ ଯେ ଆଉ ତାହାର ଦୁଷ୍କର୍ମ ସହ୍ୟ କରୁଅଛ ବୋଲି କହୁଅଛନ୍ତି। ଆଉ ତଳୁ ପଡ଼ିବା, ଆମ୍ଭେ ତାହାକୁ ମନ ପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉନାହିଁ। ସେହି ଜେଜେବୁଲ ରାଣୀକୁ ଯେତେ ସମୟ ଦେଲେ, ମନ ପରିବର୍ତ୍ତନ କରିବାକୁ ସମୟ ଦେଲେ, କିନ୍ତୁ ସେ ମନ ପରିବର୍ତ୍ତନ କଲେ ହିଁ ନାହିଁ ବୋଲି କହୁଛନ୍ତି ଯୀଶୁଖ୍ରୀଷ୍ଟ। ଆଉ ତଳକୁ ପଡ଼ିବା, ଦେଖ ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି ସେମାନେ ତାହାର କର୍ମର ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ସେ ଯେଉଁ ଜେଜେବେଲ ରାଣୀ ଯେମିତି ବ୍ୟଭିଚାର କାମ କରୁଥିଲା ଆଉ ତାହାର ସହଭାଗିତା ହେବେ। ଏବେ ଯେଉଁ ପ୍ରକାର ଲୋକମାନେ ଯଦି ବ୍ୟଭିଚାରରୁ ସେମାନେ ସୁଧୁରୁ ନାହାନ୍ତି ସେମାନେ ବୋଲି ଏଇ ବାକ୍ୟ ଆମକୁ କହୁଛନ୍ତି। ଆଉ ଜେଜେବେଲ ରାଣୀକୁ ଆମେ ଶଯ୍ୟାଗତ କରିବା, ତାଙ୍କୁ ମରଣ ମାନେ ମାରିବା ବୋଲି, ଏଠି ଶଯ୍ୟା ବୋଲି କହିଲେ ମରଣକୁ ବୁଝାଏ ପ୍ରିୟମାନେ। ଆଉ ସେମାନଙ୍କୁ ଯେଉଁମାନେ ମନ ପରିବର୍ତ୍ତନ କରନ୍ତି ନା ବ୍ୟଭିଚାରରେ ହୁଅନ୍ତି ସେମାନଙ୍କୁ ମହାକ୍ଲେଶରେ ପକାଇବୁ। କେଉଁମାନଙ୍କୁ କ୍ଲେଶରେ ପକାଇବେ? ଯେଉଁମାନେ ସେ ଜେଜେବୁଲ ରାଣୀର ବ୍ୟଭିଚାରରେ ଅଛନ୍ତି ବା ଯେଉଁମାନେ ବି ଜେଜେବୁଲର ସହଭାଗିତାରେ ଅଛନ୍ତି ଆଉ ସେମିତି କାମ କରୁଛନ୍ତି, ବ୍ୟଭିଚାର କରୁଛନ୍ତି, ସେମାନଙ୍କୁ ପ୍ରଭୁ ମହାକ୍ଲେଶ ଦେବେ ବୋଲି ବାକ୍ୟରେ କହୁଛନ୍ତି। ଦେଖନ୍ତୁ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ। ଆଉ 23 ପଦ, ପୁଣି ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା ଏହା ମଣ୍ଡଳୀଗଣ ଜାଣିବେ। ଯେଉଁମାନେ ଜେଜେବୁଲର ବା ସେ ବେଶ୍ୟା କାମକୁ ତାହାଙ୍କ ସହଭାଗିତାରେ ଯେଉଁମାନେ ବି ବ୍ୟଭିଚାର କରୁଛନ୍ତି ସେମାନେ ସେ ଜେଜେବୁଲର ସହଭାଗିତାରେ ହିଁ କାମ କରୁଛନ୍ତି ବା ସେହି ପାପ କାମ କରୁଛନ୍ତି। ଆଉ ଯେଉଁମାନେ ସେମିତି କାମ କରନ୍ତି ତାହାଙ୍କର ପିଲାଛୁଆମାନଙ୍କୁ ମଧ୍ୟ କ'ଣ କରିବେ? ପ୍ରଭୁ ପରମେଶ୍ୱର ମୃତ୍ୟୁ ଦ୍ୱାରା ସେମାନେ ପୁଣି ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମର ଓ ହୃଦୟର ପରୀକ୍ଷକ, ପୁଣି ତୁମମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା ଏହା ମଣ୍ଡଳୀଗଣ ଜାଣିବେ। ଦେଖନ୍ତୁ ସମସ୍ତଙ୍କୁ ଫଳ ଦେବା ପରମେଶ୍ୱର ଯୀଶୁଖ୍ରୀଷ୍ଟ ଅଟନ୍ତି, ଏହା ସମସ୍ତେ ଜାଣିବେ। ପ୍ରିୟ ଭାଇ ଭଉଣୀମାନେ ଦେଖନ୍ତୁ ବାକ୍ୟରେ ଲେଖାଯାଉଛି ଆଉ 24 ପଦ 24, କିନ୍ତୁ ତୁମମାନଙ୍କୁ ଅର୍ଥାତ୍ ତୁୟତୀରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ବୀ ନୁହଁ ଓ ଯାହାକୁ ଶୟତାନର ନିକଟତ୍ୱ ଶିକ୍ଷା ବୋଲି କହନ୍ତି ତାହା ଜ୍ଞାତ ନୁହଁ, ତୁମମାନଙ୍କୁ ଆମ୍ଭେ କହୁଅଛୁ, ତୁମମାନଙ୍କ ଉପରେ ଆମ୍ଭେ ଆଉ କୌଣସି ବାର ଦେବୁନାହିଁ। ଦେଖନ୍ତୁ ସେହି ତୁୟତୀରାର ମଣ୍ଡଳୀର ଲୋକମାନଙ୍କୁ କୁହାଗଲା ଯେ ଏଠି ଏ ବାକ୍ୟରେ ଆଉ
24ରେ। ଆଉ ଶୈତାନର ନିଗୁଡ଼ ଶିକ୍ଷା ବୋଲି କହନ୍ତି ତାହା ଜ୍ଞାତ ନୁହଁ, ସେମାନଙ୍କୁ କୁହାଯାଉଛି ଆଉ ତୁମମାନଙ୍କୁ କୌଣସି ବାର ତୁମମାନଙ୍କୁ ଦିଆଯିବ ନାହିଁ ବା ଦେବୁ ନାହିଁ ବୋଲି କହୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ 25 ପଦ ପଢ଼ିବା, ଦେଖନ୍ତୁ, କେବଳ ତୁମମାନଙ୍କଠାରେ ଯାହା ଅଛି ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖ। ଦେଖନ୍ତୁ, ତାହାଙ୍କଠାରେ ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ, ବା ଯାହା ଅଛି ତାହା ତୁମେ ଦୃଢ଼ ରୂପେ ଧରି ରଖ। କେଉଁ ପର୍ଯ୍ୟନ୍ତ? ଆଗମନ ପର୍ଯ୍ୟନ୍ତ। ଆଗମନ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖ ବୋଲି ଯୀଶୁଖ୍ରୀଷ୍ଟ କହୁଛନ୍ତି 24 ବା 25 ପଦରେ। ଆଉ 24 ପଦ ବା 26, ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ଦେଖନ୍ତୁ, ସେ ଯେମିତି କ୍ଷମତା ପ୍ରାପ୍ତ ହୋଇଅଛନ୍ତି, ସେ ଜୟ ପାଇଅଛନ୍ତି, ଆମ୍ଭେମାନେ ତାଙ୍କୁ ସେମିତି ଜୟ ବା ସମସ୍ତଙ୍କ ଜାତି ଉପରେ କ୍ଷମତା ଦେବୁ ବୋଲି କହୁଅଛନ୍ତି ଯୀଶୁଖ୍ରୀଷ୍ଟ। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆଉ ତାହାଙ୍କୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ସେ ଦେବେ, ସମସ୍ତଙ୍କ ଜାତି ଉପରେ କ୍ଷମତା ଦେବେ। କେଉଁ ଲୋକକୁ ଦେବେ? ଯେଉଁମାନେ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ ଆଉ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଛୁ ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ଦେଖନ୍ତୁ 24 ପଦ, ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ଆଉ ଦେଖନ୍ତୁ 27 ପଦ, ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ। ଦେଖନ୍ତୁ, କେଉଁମାନଙ୍କୁ? ସେହି ଭ୍ରଷ୍ଟାଚାରୀ, ବେଶ୍ୟା ବା ବ୍ୟଭିଚାର କରୁଥିବା ଲୋକମାନଙ୍କୁ। ପ୍ରିୟ ଭାଇ ଓ ଭଉଣୀମାନେ, ଦେଖନ୍ତୁ, ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବ ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ। ଦେଖନ୍ତୁ, ମାଟି ହାଣ୍ଡି ଯେମିତି ଫୁଟିଯାଏ ସେମିତି ସେମାନେ ଖଣ୍ଡ ଖଣ୍ଡ ହେବେ। ଆଶା କରୁଛି ପ୍ରିୟ ଭାଇ ଓ ଭଉଣୀମାନେ, ଭୁଲ କାମ କରିବା ଲୋକମାନଙ୍କୁ ଯୀଶୁଖ୍ରୀଷ୍ଟ କେମିତି କରିବେ ଆମେ ଏ ରେଭେଲେସନ୍ ପୁସ୍ତକରେ ଦେଖିବାକୁ ପାଉଛୁ। ପ୍ରିୟ ଭାଇ ଓ ଭଉଣୀମାନେ, ଏ ଭିଡ଼ିଓରେ ଏତିକି ହିଁ। ଏ ଭିଡ଼ିଓରେ ଏଣ୍ଡ କରୁଛି। ସମସ୍ତଙ୍କୁ ପ୍ରେଜ୍ ଲର୍ଡ, ପ୍ରଭୁ ଆଶୀର୍ବାଦ କରନ୍ତୁ।